ओके स्टूडेंट, तो आज एक नुआ प्रैक्टिस सेट हम लाइव डिस्कशन करवा जोटा कि मैथ रो के जोटा कि मिक्स्ड क्वेश्चन रही आगुरी तुम मानक मु विभिन्न टॉपिक वाइज क्वेश्चन दूसरी। एबे जो क्वेश्चन देवी मिक्स्ड क्वेश्चन देव। मिक्स्ड क्वेश्चन माने एथर आम जो प्रैक्टिस सेट करवा मिक्स्ड वाला क्वेश्चन करिया जो तुम विभिन्न टॉपिक ऊपर क्वेश्चन होतो जेमति कि प्रॉफिट लॉस परसेंटेज रेशियो टाइम एंड वर्क टाइम डिस्टेंस स्पीड तो समस्त सिंपल इंटरेस्ट कंपाउंड इंटरेस्ट सब तो नहीं रहउथियो सेही भली इथर डिस्कशन करिवा। ओके ठीक है। हम्म। तो करो आंसर क्वेश्चन नंबर 1 टा स्पीड रे आंसर करो। लास्ट को कहबो कार केते स्कोर रहियो। ओके स्पीड स्पीड टा होची इंपोर्टेंट काहे कि ना मैथ करिबाटा जति इंपोर्टेंट न थाए गोटे ड्यूरेशन भितर मैथ करिबाटा इंपोर्टेंट तो सेति पई ही मु लाइव तुम मान सहित डिस्कशन करूची। क्वेश्चन नंबर 1 55 देखा दे। आंसर होची 55। क्लास पर कॉल बैक करूची। क्लास पर कॉल बैक करूची। ओके आंसर होची 55 देखा जाऊ आउ घर आंसर होची। देखो से कहला इन एग्जामिनेशन से कहला 78% कैंडिडेट पास इन इंग्लिश ताहले इंग्लिश रे पास कले केते परसेंट 78 कहले 78 तापर कहले मैथ मैथ रे पास कले केते ना मैथ रे पास कले 67%। तापर कहले 10% फेल 10% फेल इंग्लिश और मैथ तो इंग्लिश लॉस मैथ रे फेल केते हेले 10% फेल हेछित। ओके केते परसेंट फेल हेछित 10% फेल हेछित। फाइंड द परसेंटेज ऑफ दोज पास इन द बोथ सब्जेक्ट। मु तुमन गोटे जिंस कहितली पिले जे जेतबेले ए टाइप रो क्वेश्चन आसीयो सबले गोटे जिंस फॉलो करियो पास 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 किंबा फेल 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 किंबा ए जिंस को फॉलो करियो। देखो इंग्लिश रे पास देछि मैथ रे पास देछि बोथ रे फेल ହେଇଛନ୍ତି 10% ମାନେ ପାସ୍ କରୁଛନ୍ତି କେତେ 90। ପାସ୍ କରୁଛନ୍ତି କେତେ 90। ମୋ କଥା ବୁଝିପାରିଲେ ସମସ୍ତେ ବୋଥ ରେ ପାସ୍ କରୁଛନ୍ତି କେତେ 90। ଓକେ ତ ମାନେ ଇଂଲିଶ ଆଉ ମ୍ୟାଥ ରେ ମିଶିକିରି କେତେ ହଉଛି 78 ପ୍ଲସ୍ 67। 78 ପ୍ଲସ୍ 67 କେତେ ହେଲା ମିଶିକିରି 78 ପ୍ଲସ୍ 67 ମିଶିକି କେତେ ହେଲା 145 145। ତାହେଲେ ଦି ଜଣଙ୍କର ମିଶିକି ରହୁଛି 145 କିନ୍ତୁ ଇଂଲିଶ ପ୍ଲସ୍ ମ୍ୟାଥ ରେ ପାସ୍ ହାର କେତେ ଅଛି 90 ଅଛି ତ ଏଥିରୁ 90 କୁ ମାଇନସ କଲି ଆନ୍ସର ହେଲା 55। ଆନ୍ସର ହେଲା 55 ହେଲେ ବୋଥ ସବଜେକ୍ଟରେ ପାସ୍ କରୁଛନ୍ତି କେତେ ନା 55। ବୋଥ ସବଜେକ୍ଟରେ ପାସ୍ କରୁଛନ୍ତି କେତେ 55। ବୁଝିପାରିଲେ ସମସ୍ତେ क्वेश्चन नंबर 1 टा एवरीवन क्लियर जोटा कि ऑलरेडी मु तुमको कॉन्सेप्ट क्लास एटा बुझेइथिली जेतबे तुम ए टाइप रो क्वेश्चन करिवो गोटे साइड को पास सब को पास पास रखिवो इंग्लिश से देछि पास मैथ देला पास तो बोथ राग पास बाहर कल। ओके तो दीटा को मिसेला पर कॉमन टा को माइनस कल। चलो एबे जिबा क्वेश्चन नंबर 2 नंबर 2 नंबर क्वेश्चन जल्दी स्पीड आंसर दियो। क्वेश्चन नंबर 2 नंबर स्पीड टाइम दरकार टाइम भितर आंसर टाइम भितर आंसर दरकार। तो क्वेश्चन करो। देखा जो कहार आंसर आसु
ଏ ଯୋଉ କ୍ୱେଶ୍ଚିନ୍ ଟା ବହୁତ ଛନ୍ଦରା ଛନ୍ଦିର କ୍ୱେଶ୍ଚିନ୍ ଦେଇଛି, ଦେଖନ୍ତୁ ସଲ୍ୟୁସନ କିଏ କରିପାରୁଛ? ଆନ୍ସର ଆସୁଛି କାହାର? ଆଚ୍ଛା, ମୁଁ ତୁମମାନଙ୍କୁ ବୁଝଉଛି ଏ କ୍ୱେଶ୍ଚିନ୍ ର ମିନିଂ କଣ। ମୋର କହିବା କଥା, ଏ କ୍ୱେଶ୍ଚିନ୍ ଟା ସମସ୍ତେ ବୁଝିପାରୁଛ ତ? ଏ କ୍ୱେଶ୍ଚିନ୍ ଟା ସମସ୍ତେ ବୁଝିପାରୁଛ? ଦେଖ, 2 ନମ୍ବର କ୍ୱେଶ୍ଚିନ୍ ଆମକୁ କହିଛି ଯେ ଇନ୍ ଏ ଇଲେକ୍ସନ 20% ଭୋଟର କୁଲ୍ ନଟ୍ କାଷ୍ଟ ଦେୟାର ଭୋଟ, ମାନେ ଯେତିକି ଭୋଟ ଥିଲା, ଧର 100% ଭୋଟ ହେଲା, 20% ଲୋକ ଭୋଟ ଦେଲେ ନାହିଁ। ତାହେଲେ ଆଉ ଦେଇଛନ୍ତି କେତେ? 80% ଭୋଟ ଦେଇଛନ୍ତି। ସେ 80% ଏଗେନ୍ ମୋ ପାଇଁ କେତେ ପରସେଣ୍ଟ ହବ? 100%। ଓକେ, ତାପରେ କହିଲା ଓକେ, ଆଉଟ୍ ଅଫ୍ କାଷ୍ଟ ଭୋଟ, ମାନେ ଯେତିକି ଭୋଟ ଦେଇଛନ୍ତି 3200 ଭୋଟ ବିକେମ୍ ଇନଭାଲିଡ୍। ତାହେଲେ ଯେତିକି ଭୋଟ ଦେଇଛନ୍ତି ତାଙ୍କ ଭିତରୁ 3200 ଭୋଟ ହଉଛନ୍ତି ଇନଭାଲିଡ୍। ବାକି ଭୋଟ କଣ ଅଛି? ଭ୍ୟାଲିଡ ଭୋଟ ଅଛନ୍ତି। ଓକେ, ସେ କହିଲା 70% ଅଫ ଦ ଭ୍ୟାଲିଡ ଭୋଟ ଆର୍ ସ୍କୋର ବାଇ ଏ। ତାର ତ ଭ୍ୟାଲିଡ ଭୋଟ ଯେତିକି ରହିଲା, ଏଟା ହଉଛି ଭ୍ୟାଲିଡ ଭୋଟ, ଏଟା ହଉଛି ଇନଭ୍ୟାଲିଡ ଭୋଟ। ଓକେ, ଭ୍ୟାଲିଡ ଭୋଟ ରୁ ଏ କେତେ ପରସେଣ୍ଟ ପାଇଛି? 70% ପାଇଛି। ଯଦି ଏ ପାଇଥିବ 70, ତାହେଲେ ବି କେତେ ପାଇଥିବ? 30%। ହଁ କି ନା? ଭ୍ୟାଲିଡ ଭୋଟ ରୁ ଏ ଯଦି ପାଇଥିବ 70, ବି କେତେ ପାଇଥିବ? 30 ପାଇଥିବ ନା ନାଇଁ? ଓକେ, ରିମେନିଂ ଭୋଟ ଆର୍ ସ୍କୋର୍ड ବାଇ ଏ। ଓକେ, ସେ କହିଲା ଏ ୱିନ୍ ଦ ଇଲେକ୍ସନ ବାଇ ଏତିକି ଭୋଟ। ଆଚ୍ଛା, ଏଠି ଏ କେତେ କେତେ ପରସେଣ୍ଟେଜ ଜିତିଲା କି କହିବ? ଏ ଏଠି କେତେ ପରସେଣ୍ଟେଜ ଜିତିଲା? ଏ ହଉଛି ପାଇଛି 70%, ବି ପାଇଛି 30%। ଏ ପାଇଛି 70, ବି ପାଇଛି 30, ତାହେଲେ କେତେ ପରସେଣ୍ଟେଜ ଜିତିଲା? 40% ଜିତିଲା ନା ନାଇଁ? 40% ଜିତିଲା। ତାହେଲେ ଏଠି କେତେ ଭୋଟର ମୂଲ୍ୟ ଦେଇଛି? 14,720। ମୁଁ କହିପାରିବି 40% ଇଜ ଇକ୍ୱାଲ ଟୁ 14,720। ତାହେଲେ 1% କେତେ ହବ? 14,720 ବାଇ 40। ସିମ୍ପ୍ଲିଫାଇ କଲେ କେତେ ହଉଛି? 1%ର ମୂଲ୍ୟ କେତେ ଆସୁଛି? 1%ର ମୂଲ୍ୟ କେତେ ଆସୁଛି? ଶୂନ ଶୂନ କାଟିଦିଅ। ଏଇଟା କଟିଲେ କେତେ ହଉଛି? 4 3 12 ହଉଛି। ଓକେ, 12 ହେଲେ 28। କେତେ ଆସିଲା? 8 ରହିଲା, 8 3 24। ଆଚ୍ଛା, 368, ସରି, 368। ତାହେଲେ ତାହେଲେ ମତେ 1%ର ମୂଲ୍ୟ ହେଲା 368। ତାହେଲେ 100%ର ମୂଲ୍ୟ କେତେ ହବ? 368,000। 368,000। ତାହେଲେ ମତେ କୁହ ପିଲେ, ଭ୍ୟାଲିଡ ଭୋଟ ମତେ ମିଳିଲା କେତେ? ଭ୍ୟାଲିଡ ଭୋଟ ମିଳିଲା କେତେ? 368,000। ଏ ପର୍ଯ୍ୟନ୍ତ ସମସ୍ତେ ବୁଝିପାରିଲ? ମୋ ଭିତରେ ବର୍ତ୍ତମାନ ଭ୍ୟାଲିଡ ଭୋଟ କେତେ ଅଛି? 368,000। ଇନଭାଲିଡ ଭୋଟ କେତେ ଅଛି? 3,200। ଇନଭାଲିଡ ଭୋଟ କେତେ ଅଛି? 3,200। ଭ୍ୟାଲିଡ ଭୋଟ ଆଉ ଇନଭାଲିଡ ଭୋଟ ମିଶିକିରି କେତେ ହେଲା? ଭ୍ୟାଲିଡ ଭୋଟ ଆଉ ଇନଭାଲିଡ ଭୋଟ ମିଶିକିରି କେତେ ହେଲା? ଭ୍ୟାଲିଡ ଭୋଟ ଆଉ ଇନଭାଲିଡ ଭୋଟ ମିଶିକି କେତେ ହେଲା? 40,000। ତାହେଲେ ବର୍ତ୍ତମାନ ମତେ କୁହ ପିଲେ, ଏ 40,000 ଟା କାହା ସହିତ ସମାନ ହବ? ଏ 80% ସହିତ ସମାନ ହବନି? କାହିଁକି ନା 100%ରୁ 20% ଭୋଟ ଦେଇନାହାନ୍ତି, 80% ଭୋଟ ଦେଲେ। ତାହେଲେ ଭୋଟ ଦବାଟା ମୂଲ୍ୟ କେତେ ହେଲା? 40%। ତାହେଲେ ମୁଁ ଏଠି କଣ ପାଇଲି? ନା ଏଠି ପାଇଲି ମୁଁ 80% ଇଜ ଇକ୍ୱାଲ ଟୁ 40,000। 80% ଇଜ ଇକ୍ୱାଲ 40,000। ଏକ ଶତକଡ଼ା କେତେ ହବ? ତାହେଲେ ଏକ ଶତକଡ଼ା ହବ 40,000 ବାଇ 80। ସିମ୍ପ୍ଲିଫାଇ କଲେ କେତେ ହଉଛି? 500। ସିମ୍ପ୍ଲିଫାଇ କଲେ 500। ତାହେଲେ 100% କେତେ ହବ? ଇଣ୍ଟୁ 100। ତାହେଲେ ଏଠି ଆସିବ 50,000। କେତେ ଆସିଲା? 50,000। ଟୋଟାଲ ଭୋଟ ମୁଁ ପାଇଛି କେତେ? ପୁରା କ୍ଲିୟର ହେଲା ସମସ୍ତେ? ମୋର କହିବା କଥା, ଯୋଉ ନ ବୁଝଛ ଏ ଭିଡିଓକୁ ଆଉ ଥରେ ଷ୍ଟେପ ବାଇ ଷ୍ଟେପ ଦେଖିବ। ମୁଁ କେମିତି ତାକୁ ଷ୍ଟେପ ବାଇ ଷ୍ଟେପ କଲି। ମୁଁ ଟିକେ ଆଗକୁ ଟ୍ରି ମେଥଡ କରିଦଉଛି, ଯୋଉଟା କି ତମମାନଙ୍କୁ ସୁବିଧା ହବ। ଦେଖ, ଗୋଟାଏ ଟୋଟାଲ ଭୋଟ ଥିଲା, ମତେ ଜଣା ନାହିଁ, ଆକୁ ମୁଁ ଦି ଭାଗ କଲି। 20% ଲୋକ ଭୋଟ ଦେଲେ ନାହିଁ, 80% ଲୋକ ଭୋଟ ଦେଲେ। କିନ୍ତୁ ଏଇ ଯୋଉ 80% ମୋ ପାଇଁ ଏଗେନ୍ ହଉଛି 100%। ଯେତିକି ଭୋଟ ଦେଇଛନ୍ତି ତା ଭିତରୁ 3,200 ଭୋଟ ହଉଛି ଇନଭାଲିଡ। ତାହେଲେ ଭ୍ୟାଲିଡ ଭୋଟ କେତେ? ମୁଁ ଜାଣିନି, କିନ୍ତୁ ଏ ଭ୍ୟାଲିଡ ଭୋଟଟା ମୋ ପାଇଁ 100%। ଏଗେନ୍ ଏ 100% ଡିଭାଇଡ ହେଲା। ଏ ନେଲା 70%, ବି ନେଲା 30%। ତ ଏମାନଙ୍କ ଡିଫରେଣ୍ଟର ମୂଲ୍ୟ ଦେଇଛି। ତାହେଲେ 40% ଇଜ ଇକ୍ୱାଲ ଟୁ, ମୁଁ ଲେଖିଲି କେତେ? 14,720। ତ ଏହାକୁ ବେସ୍ କରି ଏ 100ର ମୂଲ୍ୟ ବାହାର କଲି। ଏ 100ର ମୂଲ୍ୟ ବାହାରିଲା ମାନେ ଇନଭାଲିଡ ଆଉ ଭ୍ୟାଲିଡ, ଏଇଟା ହଉଛି ଇନଭାଲିଡ ଭୋଟ। ଇନଭାଲିଡ ଭ୍ୟାଲିଡ ମିଶେଇ ଦେଲେ କାହା ସହିତ ସମାନ ହେଲା?
ये 80% सहित समान है। 80 जो पाईगली मुझे 11 मूल्य भी पाई 100% के। ओके, ये ट्री ब्रांच सिस्टम तो ठीक से बुझी पार। ओके, थैंक यू। चलो एबे जी नेक्स्ट नंबर क्वेश्चन को। नेक्स्ट नंबर क्वेश्चन हमको कहूँ 3 नंबर क्वेश्चन चल। 3 नंबर क्वेश्चन कौन कहला जल्दी। ए बी टुगेदर कैन कंप्लीट ए वर्क इन 10 दिन रे। दे स्टार्टेड टुगेदर बट ए लेफ्ट आफ्टर 2 days। द रिमेनिंग वर्क कंप्लीट बाय ए इन 80 दिन। ठीक है। हाउ मेनी डे ए कंप्लीट द एंटायर वर्क while वर्किंग एलन। बढ़िया क्वेश्चन, जो तुम स्टेप बाय स्टेप कर बेस्ट। ओके, देख से आम किसी देख से कहला गोटे काम अच्छे। कामटा केते अच्छे मत जଣା नहीं। क्वेश्चन बुझे समस्त चेष्टा कर। ए प्लस बी जब मिसिक से कम को करेंगे 10 दिन में सारे। दिन सारे 10 दिन में सारे। से आग ये बक्स कल ये घर गली ये घर खोली। ओके, से कहला ए प्लस बी मिसिक कई दिन कम कर। दे स्टार्टेड द वर्क टुगेदर बी लेफ्ट आफ्टर 2 दिन सांग काम कर। मुझे गोटे कथा कौच मुझे तुमको इठी टोटाल काम 10 नौ। टोटाल काम के 10 नेबी। टोटाल काम के 10 नेबी। ओके, अच्छा। टोटाल काम 10 न नहीं तुम इठी देख 60 ने बेटर। तुम सर 60 कहीं इठी 12 दिन अच्छी इठी 10 दिन अच्छी। लॉजिकली मुझे 60 नेली कैलकुलेशन सहज हाँपाई। ताहले मत कह इठी 10 दिन काम को सारती दिन करती दिन करते 6टा काम। दिन करते 6टा काम। ତାହେଲେ 2 ଦିନରେ କେତେ କାମ ହେଇଥିବ। 2 ଦିନେ କାମ ହେଇଥିବ କେତେ 12ଟା। ଟୋଟାଲ କାମ ଥିଲା କେଇଟା। ଟୋଟାଲ କାମ ଥିଲା କେଇଟା 60ଟା କାମ। 60ଟା କାମରୁ 12ଟା କାମ ସରିଗଲା। 12ଟା କାମ ସରିଗଲା ଆଉ ରହିଲା କେଇଟା କାମ। ଆଉ 48ଟା କାମ। ଅଛି। ମୋର କହିବା କଥା 48ଟା କାମକୁ ସେ କେତେ ଦିନରେ ସାରିଲା। 60 କେମିତି ହେଲା ଦେଖ। ଦେଖ ମୁଁ ଟୋଟାଲ କାମ ଏଠି 60 ନେଇଛି କେତେ। ଆଚ୍ଛା ବାହାର ଆବାଜ ଆସୁଛି କି। ବାହାର ଗୋଟେ ସାଉଣ୍ଡ ଆସୁଛି କି। ସେ ଗୋଟେ ସାଇଡରେ ଗଛ କଟା ହଉଛି ସେ ଟିକେ ସାଉଣ୍ଡ ଆସୁଥିବ ତାକୁ ଇଗ୍ନୋର କର। ଆଚ୍ଛା ଦେଖ। ଆଚ୍ଛା ମୁଁ କହିବା କଥା ହଉଛି ବୋଲେ ଯେ ଏଠି ଟୋଟାଲ କାମ ମୁଁ ଲେଟ୍ ନେଲି 60। ଟୋଟାଲ କାମ ମୋ ପାଇଁ ହଉଛି 60। ଏ ବି 10 ଦିନରେ ସାରନ୍ତି ତେଣୁ ଦିନକୁ କରିବେ କେଇଟା 6ଟା କାମ। 2 ଦିନ ସେମାନେ କାମ କରୁଛନ୍ତି ହେଲେ 2 ଦିନରେ କେତେ କାମ କରିବେ। 6 × 2 ହେଲା 12। 2 ଦିନରେ 12ଟା କାମ କରୁଛନ୍ତି ଆଉ କାମ ବଳିଛି କେଇଟା। ଆଉ 60 ଜାଗାରେ ଅଲଗା ନେଲେ ଚଳିବ କିନ୍ତୁ ଏମିତି ନବା ଦରକାର ଯେମିତି ତମର ଫ୍ରାକ୍ସନ ନ ଆସିବ ଯେମିତି କଟି ଯାଉଥିବ। ଓକେ, ଆଉ ଆମ କତିରେ କାମ କେଇଟା ଅଛି 48ଟା କାମ। 48ଟା କାମକୁ ବି କେତେ ଦିନେ ସାଇଲା 12 ଦିନରେ ସାଇଲା। ମୁଁ ତ ବୁଝିପାରିଲ 48ଟା କାମକୁ ବି କେତେ ଦିନେ ସାଇଲା 12 ଦିନରେ ସାଇଲା। ତାହେଲେ ଦିନକୁ କେତେ ଦିନକୁ ସେ କଲା କେଇଟା। ଦିନକୁ କଲା କେଇଟା
ଦିନକୁ ଚାରିଟା ଗଲା, ଚାରିଟା। ଏଇଟା ସମସ୍ତେ ବୁଝିପାରିଲ, ଏଇଟା ସମସ୍ତେ ବୁଝିପାରିଲ। ଏଇଠି ମତେ କୁହ ପିଲେ, ଏ ପ୍ଲସ ବି ଦିନକୁ କରୁଥିଲେ କେଇଟା? ଛଅଟା। ଏ ପ୍ଲସ ବି ଦିନକୁ କରୁଥିଲେ କେଇଟା? ଛଅଟା କରୁଥିଲେ। ଏକୁଟିଆ ବି ଦିନକୁ କେଇଟା କରୁଛି? ଚାରିଟା। ତାହେଲେ ଏ କରିବ କେଇଟା? ଦିଟା। ତାହେଲେ ଏ କରିବ କେଇଟା? ଦିଟା। ଓକେ। ସେ କହିଲା ଏ କମ୍ପ୍ଲିଟ ଦ ଏଣ୍ଟାୟାର ୱାର୍କ ହାଇଲ ୱାର୍କିଂ ଏଲର। ଯଦି ଏକୁଟିଆ ସେ କାମ କରେ, ଟୋଟାଲ କାମ ହଉଛି 60ଟା, ଦିନକୁ ଦୁଇଟା, ତାହେଲେ 30 ଦିନରେ ସେ କମ୍ପ୍ଲିଟ କରିବ। ବୁଝିପାରିଲେ ସମସ୍ତେ? ମୋର କହିବା କଥା ହଉଛି କନସେପ୍ଟ। ତ ମାଇଣ୍ଡ ଟା ସବୁ ଚାପ୍ଟର ସହିତ ରିଲେଟେଡ ଥିବା ଦରକାର। ତ ସେଥିପାଇଁ ଏବେ ତମମାନଙ୍କୁ ମୁଁ ମିକ୍ସ କୋଶ୍ଚିନ୍ କରେଇବି। ମିକ୍ସ କୋଶ୍ଚିନ୍ କହିଲେ କଣ ହବ? ତ ଏକ୍ସାମ ଓରିଏଣ୍ଟେଡ ଆକ୍ୟୁରେଟ ହେଇପାରିବ। ଏବେ ଯିବା ନେକ୍ସଟ କୋଶ୍ଚିନ୍। क्वेश्चन नंबर 4 नंबर। क्वेश्चन नंबर 4 नंबर, क्विक स्पीड आंसर दियो। क्वेश्चन नंबर 4 नंबर। ସବୁ ଟାଇପ ର क्वेश्चन ରହିବ ମନେ ରଖ। ଯୋଉ ଦିନ ମୁଁ ମ୍ୟାଥ ର ପ୍ରାକ୍ଟିସ ସେଟ ଲେଖେଇବି, ସେଦିନ କେହି ଲାଇଭ କ୍ଲାସ କୁ ମିସ୍ କରିବନି। ଲାଇଭ କ୍ଲାସ ରେ ହିଁ ତମେ ନିଜକୁ ଫିଲ୍ କରିପାରିବ ତମେ ସମୟ ଭିତରେ କରିପାରୁଛ କି ନାହିଁ। ଏଇଟା ହଉଛି ଇମ୍ପୋର୍ଟାଣ୍ଟ। ଦେଖ, ସେ କହିଲା ହ୍ୱାଟ ୱିଲ୍ ବି ଦ ନେଟ୍ ଡିସକାଉଣ୍ଟ, ନେଟ୍ ଡିସକାଉଣ୍ଟ ଆଫ୍ଟର ଟୁ ସକ୍ସେସଫୁଲ ଡିସକାଉଣ୍ଟ। ମୁଁ ମୁଁ କହିଲି ଯେ ମୋ କତିରେ 100 ଟଙ୍କା ଥିଲା, ପ୍ରଥମେ ଡିସକାଉଣ୍ଟ ହେଲା 50%, ତାପରେ ଡିସକାଉଣ୍ଟ କେତେ ହବ? 50%। ତାହେଲେ ଓକେ, ତାହେଲେ ମତେ କୁହ ପିଲେ ଏଠି କେତେ ରହିଲା? 100 କ୍ୟାନସେଲ କଲି, ଏଠି ରହିଲା କେତେ? 25। ଯଦି ମୁଁ ନେଟ୍ ଡିସକାଉଣ୍ଟ କଥା ଚିନ୍ତା କରିବି, ଥିଲା 100, ହେଲା 25, ନେଟ୍ ଡିସକାଉଣ୍ଟ କେତେ? 75। ନେଟ୍ ଡିସକାଉଣ୍ଟ କେତେ? 75। ଓକେ। क्वेश्चन नंबर 5 नंबर को ଯିବା। 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 ଏଇଠି आंसर दे। क्वेश्चन नंबर 5 नंबर। ସେ କହିଲା if a certain sum of money became 3 times in 6 years compound interest। ଦେଖ, କୌଣସି ଗୋଟେ ଜିନିଷ ଥିଲା, ସପୋଜ ମୁଁ କହିଲି ଏକ ଥିଲା, ଏକଟା 3 ଟାଇମ ହବ ମାନେ 3 ହବ। କେତେ ବର୍ଷରେ? 6 ବର୍ଷ। କେତେ ବର୍ଷରେ? 6 ବର୍ଷରେ। ମନେ ପକାଉଥିଲେ, ମୁଁ ତୁମମାନଙ୍କୁ କହିଥିଲି ଯେ ଏଠି କେତେ ଗୁଣା ହଉଛି? 3 ଗୁଣା। ଯେତିକି ଗୁଣା ସିଏ ହୁଏ ସେଇ ହିସାବରେ ସେ ବଢି ବଢି ଚାଲିବ। ଆଚ୍ଛା, ପ୍ରଥମ ଥିଲା 3। 3 ଯଦି 3 ଗୁଣା ହବ, 3 3 9, 9 9 3 27। ଆଚ୍ଛା, 27 3, 27 3 କେତେ ଆସିଲା? 81। 27 3 81। ତାହେଲେ ଏଠି କେତେଟା ଷ୍ଟେପ୍ ଲାଗିଲା? ଇଏ ହଉଛି 6 ବର୍ଷ, ଇଏ ହଉଛି 6 ବର୍ଷ, ଇଏ ହଉଛି 6 ବର୍ଷ। 6 6 12 6 18 6 24 ବର୍ଷ। ତାହେଲେ ତ କେତେ ବର୍ଷ ବୟସ ଲାଗିଲା? 24 ବର୍ଷ ଲାଗିଲା। କେତେ ଲାଗିଲା? 24 ବର୍ଷ ଲାଗିଲା। ବୁଝିପାରିଲେ ସମସ୍ତେ? ୟୁ ସଟନ୍ ସମ୍ ଅଫ୍ ମନି 3 times in 6 years at compound interest, ଦେନ୍ ବୁଝିପାରିଲେ ସମସ୍ତେ? ଏଟା ଯୋଉଟାକୁ ତମମାନଙ୍କୁ ବତେଇଥିଲି, କମ୍ପାଉଣ୍ଡ ଇଣ୍ଟରେଷ୍ଟର ଅର୍ଥ ହଉଛି ଯେତିକି ଗୁଣା ହେଇଥିବ ପରବର୍ତ୍ତୀ ଅବସ୍ଥାରେ ସେ ସେତିକି ଗୁଣା ହବ। ଏଠି 3 ଗୁଣା ହେଇଛି, ସିଏ ଫେର 3 ଗୁଣା ହବ, ସିଏ ଫେର 3 ଗୁଣା ହବ, ସିଏ ଫେର 3 ଗୁଣା ହବ। ଓକେ, ଯିବା ଏବେ ନେକ୍ସଟ। ନେକ୍ସଟ क्वेश्चन ହଉଛି 6 ନମ୍ବର क्वेश्चन। ଯେ ହଁ, ପୁଅ ପିଲା ଆନ୍ସର, ଏଟା ଆଭରେଜ ଉପରେ क्वेश्चन ଦେଇଛି। क्वेश्चन नंबर 6 नंबर, जल्दी को आंसर। देखा जाओ कि आंसर दूजो। 30 वाला। ओके, रश्मिता, थैंक यू। देखो, ए क्वेश्चन टा, हाँ, प्रोग्राम 30। ओके। से कहला एवरेज वेट ऑफ 100 जन स्टूडेंट करो, एवरेज वेट होती 32। 100 × 32 टोटल हेला 3200। टोटाली बयस होची केते? मतलब तार वेट होची 3200। देखो, प्रथम 49 जन, प्रथम 49 जन, प्रथम 49 जन वेट हूँ 30 केजी। 49 × 30 କେତେ ଆସିବ? 3 ପ୍ରଥମ 49 ଜଣଙ୍କ ୱେଟ୍ କେତେ ହଉଛି? 470। ଲାଷ୍ଟ 50 ଜଣ, ଲାଷ୍ଟ 50 ଜଣଙ୍କର ୱେଟ୍ କେତେ ହଉଛି? 34। ତାହେଲେ 50 × 34।
ଶୂନ ଯା ଶୂନ, 5 20, 02 15 16 17 କେତେ ଆସିଲା? 1700। ବୁଝିପାରିଲ ନାହିଁ? ମୋର କହିବା କଥା ହଉଛି ଏ ସମସ୍ତଙ୍କର ବୟସକୁ ବା ୱେଟକୁ ମିଶେଇଲେ ଆରି ସହିତ ସମାନ ହବା ଦରକାର। ତାହେଲେ 1470 ପ୍ଲସ 1700 ମିଶେଇଲେ କେତେ ହଉଛି? 0 7 11 1 କେତେ ହଉଛି? 3130। ତାହେଲେ ଏଠି ମୋର ଟୋଟାଲ ଟୋଟାଲ ଜଣଙ୍କର କେତେ ଥିଲା? 3200 ଥିଲା, କିନ୍ତୁ ହଉଛି କେତେ? 3170 ହଉଛି। ତାହେଲେ କମିଗଲା କେତେ? 30 କମିଗଲା। 30 କମିଗଲା ମାନେ ଯୋଉ ପିଲାଟାର ମୁଁ ମାଇନସ ଏଠି 49 ଜଣ, ଏଠି 50 ଜଣ, 19 ଜଣ ପିଲାଙ୍କର ମୁଁ କାଲକୁଲେସନ କରିଛି। ଗୋଟିଏ ପିଲା ବଳିଗଲା, ଯେ ବଳିଥିବା ପିଲାର ୱେଟ ହଉଛି 30। ବଳିଥିବା ପିଲାର ୱେଟ ହଉଛି 30। ଯିବା ଆମେ ନେକ୍ସଟ କ୍ୱେଶ୍ଚିନ୍ କୁ। क्वेश्चन नंबर 7 नंबर। देखो जे क्वेश्चन का आंसर की देखो। क्वेश्चन नंबर 7 नंबर। क्वेश्चन नंबर 7 नंबर। ठीक है? It is certain form of money became price of its 5 year 4 month at a simple interest। से तुमको रेट ऑफ इंटरेस्ट पचास। देखा तो ये क्वेश्चन आंसर किए दे पाऊँ। अच्छा, कार आंसर आसुची क्वेश्चन नंबर 7 नंबर। कार आंसर आसु देखिबा। देखो से कहला सटन सम ऑफ मनी बिकेम थ्राइस ऑफ इट्स 5 year 11 month, सॉरी 4 month। मोर कहवा कथा होची, मु कहली 100 टंका थिला, थ्राइस हब माने केते? 300 हब। ताले 300 हब माने इटी केते आसला? केते बढ़िला? 200 बढ़िला। एटा बुझी पाइल हो कि ना? ताले 5 वर्ष 4 मंथ जी केते मंथ? 5 वर्ष 4 मास जी केते मास? 64 मंथ। ତାହେଲେ 64 ମନ୍ଥର ମୂଲ୍ୟ ହଉଛି କେତେ? 200। ମୁଁ ସବୁବେଳେ କହିଛି ତୁମକୁ ଆଗ ବର୍ଷକର ବାହାର କରିବ। ତାହେଲେ 64 ମନ୍ଥର ମୂଲ୍ୟ ହଉଛି 200। ତାହେଲେ 1 ମନ୍ଥର ମୂଲ୍ୟ ହଉଛି 200/64 × 12। 12 ଏଥିପାଇଁ କଲି ମୁଁ ବର୍ଷକର ବାହାର କରିବି। ବୁଝିପାଇଲ? ଏବେ ସିମ୍ପଲିଫାଇ କର। ଓକେ। ଆଚ୍ଛା, ଆକୁ 2ରେ କାଢିଲେ କେତେ ହଉଛି? 1। ଏଟା ହଉଛି 6। ଆଚ୍ଛା, ଆକୁ 2ରେ କାଢିଲେ କେତେ ହଉଛି? ନା ସରି 6। ଆକୁ 4ରେ କାଢିଲେ କେତେ ହଉଛି? କେତେ ଆସିଲା ଆନ୍ସର କରେକ୍ଟ ଗଲେ? 37.5। 37.5। ଆକୁ ତମେ ସିମ୍ପ୍ଲିଫାଇ କରୁଛେ 37.5 ହବ। 37.5 ହବ ମାନେ ଆନ୍ସର ମଧ୍ୟ 37.5 ହବ। କାହିଁକି ହବ? ଯେହେତୁ 100 ମୁଁ ଲେଟ୍ ନେଇଛି, ଯେତେବେଳେ ମୁଁ 37.5 କାଲକୁଲେସନ କରିବି 100 ଉପରେ, ସିଏ ମଧ୍ୟ ସେଇ ବାହାରିଯିବ 37.5। ତ ଆନ୍ସର କଣ ଆସିଲା? 37.5। ବୁଝିପାରିଲ ସମସ୍ତେ କେମିତି ଏଟା କ୍ୱେଶ୍ଚିନ୍ କରାଗଲା? एवरीवन क्लियर अछ? एवरीवन क्लियर अछ? ओके। 8 नंबर क्वेश्चन आंसर दियो। 8 नंबर आंसर दियो स्पीड रे। अच्छा, मोर मोर ए आंसर टा मु करेबिनी। सबବେଳେ लास्ट क्वेश्चन टा तम काम। सबବେଳେ लास्ट क्वेश्चन टा तम काम। स्क्रीनशॉट नियो। स्क्रीनशॉट रे तुम माने आको माने डिस्कशन को निजे सॉल्यूशन करिवो। आसंत काली तले सेट मु गोटे करिवि। एटा प्रथमे करेइकिरी तापर मु जिवि। ओके, स्क्रीनशॉट नै गलो। नेकिरी आंसर कहबो जे लास्ट रो आंसर केते हो। ओके, थैंक यू। मन को पिले आज इवनिंग रे तुम मानकर करंट अफेयर क्लास अछि और पर्टिकुलर वे जो पॉलिटिक्स क्लास अछि, वेरी इंपोर्टेंट क्लास। ओके।